ନାଇଁ ମତେ ନାଇଁ ନାଇଁ ମତେ ଜଷ୍ଟ ଗୋଟେ ମୋର ଏଇ ଯୋଉ ଆନିଭର୍ସରୀ ଥିଲା ମ୍ୟାରେଜ୍ ଆନିଭର୍ସରୀ ତ ସେଥିରେ ମୋ ଝିଅ ମତେ ସରପ୍ରାଇଜ୍ କରିଥିଲା। ବାପା ମୁଁ ଗୋଟେ ମୋର ଗୋଟେ ବନ୍ଧୁକୁ ମିଳିଲି ତ ସେଇଦିନ ଆମେ ଦେଖା ହେଇଥିଲୁ। ତ ତାର କଥାବାର୍ତ୍ତା ଯାହା ଦେଖିଲି ପୁଅର ତ ମତେ ବହୁତ ଭଲ ଲାଗେ। ତାଙ୍କ ଲାଇଫ୍ ପାର୍ଟନର ସେମାନେ ଚୁଜ୍ କରିବାଟା ହେଉଛି ମୁଁ ତାଙ୍କୁ ଆଗରୁ ପରମିଶନ ଦେଇଥିଲି ଦୁଇ ପିଲାଙ୍କୁ କହୁଛି ତମ ଲାଇଫ୍ ପାର୍ଟନର ତମେ ଚଏସ୍ କର, କିନ୍ତୁ ଯେମିତି ତାଙ୍କ ପରିବାର ଆମ ପରିବାରକୁ ଯେମିତି ଆକ୍ସେପ୍ଟ କରିବେ ସେଇଟା ଟିକେ ଦେଖିବେ। ନିହାତି ନିହାତି ସେ ତ ପୁଅଟେ ଗୋଟେ ଝିଅ ଯାଉଛି ମାନେ ପୁଅଟେ ଆସିବ, ତେଣୁ ମୁଁ ତାକୁ ପୁଅକୁ ସେ ଜ୍ୱାଇଁକି ବି ସେ କଥା କହୁଛି ମୁଁ ବାପା ତମେ ଘରର ବଡ଼ ଜ୍ୱାଇଁ ହେବ, ତେଣୁ ଆମର ଗହଳି ପରିବାର ତମେ ସମସ୍ତେ ସେମିତି ନିଜର ବୋଲି ଭାବିକି ରହିବ। ଗୋଟେ ଝିଅ ଗୋଟେ ପୁଅ, ଏ ଝିଅଟି ବଡ଼ ପୁଅ ସାନ। ନିହାତି ନିହାତି ବୋଝ ତ ରହିବ, ବୋଝ ବୋଲି କହିବେନି କିନ୍ତୁ ଗୋଟେ ଜିନିଷ ହେଉଛି ସେ ଦିଲକା ଟୁକୁଡ଼ା ଗୋଟେ ନା ଟିକେ ଦୂରେଇ ଗଲେ ଭଲ ବହୁତ କହିହେବ, ତେଣୁ ପିଲା ଦୁଇଟା ମୋର ବହୁତ ସଂସ୍କାରୀ, ମୁଁ ତାଙ୍କୁ ସଂସ୍କାର ବି ଦେଇଛି, ସେମିତି ମୋର ଜବାବ ଦେଲେନି। ଆଜି ଯେଉଁଟା ହେଉଛି ସେଇଟା ସମ୍ମତି କ୍ରମ ହେଉଛି, କିଛି ଅସୁବିଧା କେମିତି ଅଛନ୍ତି ଆପଣ? ବହୁତ ଭଲ ଅଛି ଝିଅ। ଦୁଃଖ ଅଛି? ନା ଦୁଃଖ ନାହିଁ, ଆଜି ବହୁତ ମୋତେ ଖୁସି ଲାଗୁଛି। ଆଜି ଝିଅ ଯାହା ମୋର ଗୋଟେ ଷ୍ଟେପ୍ ନେଇଛି ସେ ତ ଭଲ ଲାଗୁଛି ଏଠି। ଗୋଟେ ଝିଅ ଗୋଟେ ଝିଅ ଗୋଟେ ପୁଅ, ଏ ଝିଅଟି ବଡ଼ ପୁଅ ସାନ। ନିହାତି ନିହାତି ବୋଝ ତ ରହିବ, ବୋଝ ବୋଲି କହିବେନି କିନ୍ତୁ ଗୋଟେ ଜିନିଷ ହେଉଛି ସେ ଦିଲକା ଟୁକୁଡ଼ା ଗୋଟେ ନା ଟିକେ ଦୂରେଇ ଗଲେ ଭଲ ଲାଗୁନି। ବହୁତ ବହୁତ କହିହେବନି, କହି ତାର ସୀମା। ହଁ ବହୁତ 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 ନା 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 ସେମିତି ମୋ ପିଲା କେବେ ଦେଇନାହାନ୍ତି, ମୁଁ ତାଙ୍କୁ କେତେ ହାତ ଉଠି ମାରୁନି। ତେଣୁ ପିଲା ଦୁଇଟା ମୋର ବହୁତ ସଂସ୍କାରୀ, ମୁଁ ତାଙ୍କୁ ସଂସ୍କାର ବି ଦେଇଛି, ସେମିତି ମୋର ଜବାବ ଦେଲେନି। ଆଜି ଯେଉଁଟା ହେଉଛି ସେଇଟା ସମ୍ମତି କ୍ରମ ହେଉଛି, କିଛି ଅସୁବିଧା ନାହିଁ। ନିହାତି ନିହାତି ତା ଖୁସି ତ ଆମ ଖୁସି ଆଉ ସିଏ ଯେତେବେଳେ ନିହାତି ସେତେବେଳେ ମ୍ୟାଚୁରେଟ୍ ମାଇଣ୍ଡେଡ୍ ସେ ଯେତେବେଳେ ଯେଉଁ ସିଲେକ୍ସନ୍ କରିଛି ତ ତା ସିଲେକ୍ସନ୍ରେ ଆମେ ସ୍ୱୀକାର କରିବୁ, କିଛି ଅସୁବିଧା ନାଇଁ। ମତେ ନାଇଁ ନାଇଁ ମତେ ଜଷ୍ଟ ଗୋଟେ ମୋର ଏଇ ଯେଉଁ ଆନିଭର୍ସରୀ ଥିଲା ମ୍ୟାରେଜ୍ ଆନିଭର୍ସରୀ ତ ସେଥିରେ ମୋ ଝିଅ ମତେ ସରପ୍ରାଇଜ୍ କରିଥିଲା। ବାପା ମୁଁ ଗୋଟେ ମୋର ଗୋଟେ ବନ୍ଧୁକୁ ମିଳିଲି ତ ସେଇଦିନ ଆମେ ଦେଖା ହେଇଥିଲୁ। ତ ତାର କଥାବାର୍ତ୍ତା ଯାହା ଦେଖିଲି ପୁଅର ତ ମତେ ବହୁତ ଭଲ ଲାଗେ। ହଁ ଫ୍ରେଣ୍ଡଲି, ମୁଁ ଆମ ବାପ ଝିଅ କିଏ କହୁନି, ଆମ ଭାଇ ଭଉଣୀ ଭଳିଆ ଲାଗନ୍ତି ଏବଂ ମୋତେ ସବୁ ସେୟାର କରେ। ବହୁତ କିଛି ମାନେ ସିଏ ତ ମୋ ପାଖରେ ମାନେ କଲେଜ କ୍ୟାରିୟରରୁ ସେ ମୋ ମାନେ ସେ ହଷ୍ଟେଲ ରହିବା ଏକରେ ସେକରେ ଦୂରେଇ ଥିଲା, କିନ୍ତୁ ମୋର ମାନେ ଏଭଳିଆ ଗୋଟେ ଯେଉଁଟାକି କହିଲେ ହେବନି ମନ ମାନେ ଝିଅ ତ ମାନେ ବହୁତ ମୋର ନିଜେ ସେଇଟା ଥିଲା ଯେଉଁଟାକି ଆଜି ମୋତେ ମାଇନସ୍ ହେଉଛି। ଏଇଟା ତ ବିଧିର ବିଧାନ, ସେଇଟା କିଛି କହିହେବନି, କିନ୍ତୁ ଖୁସି ଅଛି, କିଛି ଅସୁବିଧା ନାହିଁ। ତାଙ୍କ ଲାଇଫ୍ ପାର୍ଟନର ସେମାନେ ଚୁଜ୍ କରିବାଟା ହେଉଛି, ମୁଁ ତାଙ୍କୁ ଆଗରୁ ପରମିଶନ ଦେଇଥିଲି ଦୁଇ ପିଲାଙ୍କୁ କହୁଛି ତମ ଲାଇଫ୍ ପାର୍ଟନର ତମେ ଚଏସ୍ କର, କିନ୍ତୁ ଯେମିତି ତାଙ୍କ ପରିବାର ଆମ ପରିବାରକୁ ଯେମିତି ଆକ୍ସେପ୍ଟ କରିବେ ସେଇଟା ଟିକେ ଦେଖିବେ। ମୁଁ ତ ମୋ ଝିଅର ଟୋଟାଲ ଲାଇଫ୍ ସହିତ ମୁଁ ଟାଇପ୍ ଅଛି ଏବଂ ତା'ର ବିଗିନିଂରୁ ଏପର୍ଯ୍ୟନ୍ତ ମୁଁ ତା ସହିତ ଅଛି ଏବଂ ସେ ଯୁଆଡ଼େ ବି ଯାଏ ମୋତେ ଡାକେ। ଆଉ ମୁଁ ଜାଣିଛି ତା'ର ପ୍ରଫେସନ୍ ମୁଁ ତାକୁ ସବୁବେଳେ ଗାଇଡ଼ଅପ୍ କରେ। ଯାହା ବି ଆଜି ବହୁତ ଦୂରରେ ଅଛି, ମୋତେ ବହୁତ ଉଚ୍ଚରେ ଅଛି, ବହୁତ ସମ୍ମାନ ସାଉଁଟିଛି, ତ ମୋତେ ଭଲ ଲାଗୁଛି। ଯେତେବେଳେ ପଳେଇବେ ଆପଣଙ୍କୁ ଦୂରକୁ ଯେ ଡିମାଣ୍ଡ ବହୁତ ଝିଅ ରଖନ୍ତି ଯେ ବାବା ମୋତେ ଏଇଟା ଦରକାର, ଆପଣ ବି କ'ଣ ଡିମାଣ୍ଡ କରିକି ନେଇଛନ୍ତି ସେ ବାହାଘର ପାଇଁ? ନାଇଁ ସିଏ ତ ଠିକ୍ ଅଛି, ମୁଁ ଝିଅ ଜାଣିଛି କିଛି ଅସୁବିଧା ନାହିଁ, ବାପା ମୋର ଦେବେ, ନ ମାଗିଲେ ବି ଦେବେ, କିଛି ଅସୁବିଧା ନାହିଁ। ତେଣୁ ମୋ ବାପ ହିସାବରେ ଯେତିକି କର୍ତ୍ତବ୍ୟ ମୁଁ କରିବି, ମୁଁ ବେଶୀ ଅଧିକା କହିବିନି, ଯେତିକି ହେବ ମୁଁ କରିବି। ନିହାତି ନିହାତି ସେ ତ ପୁଅଟେ ଆଉ କ'ଣ ଅଛି, ଗୋଟେ ଝିଅ ଯାଉଛି ମାନେ ପୁଅଟେ ଆସିବ ନା, ତେଣୁ ମୁଁ ତାକୁ ପୁଅକୁ ସେ ଜ୍ୱାଇଁକି ବି ସେ କଥା କହିଛି, ମୁଁ ବାପା ତୁମେ ଘରର ବଡ଼ ଜ୍ୱାଇଁ ହେବ, ତେଣୁ ଆମର ଗହଳି ପରିବାର ତୁମେ ସମସ୍ତେ ସେମିତି ନିଜର ବୋଲି ଭାବିକି ରହିବ। ସେ ତ ପଛ କଥା, କିନ୍ତୁ ମୋର ତ ଉପଦେଶ ଦେବାଟା ହେଉଛି ବାପ ହିସାବରେ ଠିକ୍।